ଉତ୍କଳ ସାହିତ୍ୟ ପରିଷଦର ଅଷ୍ଟାଦଶ ବାର୍ଷିକ ଉତ୍ସବ, ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଏବଂ ଶ୍ରୀ ତୁଳସୀ ପୁସ୍ତକ ଉନ୍ମୋଚନ। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ସ୍ଥାନୀୟ ପଞ୍ଚାୟତ ସମିତି ସଭାଗୃହଠାରେ ରବିବାର ଉତ୍କଳ ସାହିତ୍ୟ ପରିଷଦ କୋଷାଗୁମୁଡ଼ା ତରଫରୁ ଅଷ୍ଟାଦଶ ବାର୍ଷିକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଏବଂ ଶ୍ରୀ ତୁଳସୀ ସାହିତ୍ୟ ପତ୍ରିକା ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସର୍ବପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ, ଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରାଯାଇଥିଲା ଏବଂ କୃଷ୍ଣଚନ୍ଦ୍ର ଗଜପତିଙ୍କ ଜନ୍ମଦିବସକୁ ସ୍ମରଣ କରାଯାଇଥିଲା। କାର୍ଯ୍ୟକ୍ରମଟିକୁ 3ଗୋଟି ଅଧିବେଶନରେ ପରିଚାଳନା କରାଯାଇଥିଲା। ଭାଷା, ସାହିତ୍ୟ ଓ ସଂସ୍କୃତିର ଅଗ୍ରଗତି ନିମନ୍ତେ ସମାଜର ଭୂମିକା ବିଷୟବସ୍ତୁକୁ ନେଇ ଆଲୋଚନା ଓ ଆଲୋକପାତ ହୋଇଥିଲା। ଜିଲ୍ଲା ଏବଂ ରାଜ୍ୟରେ ଲେଖକ ଓ କବିମାନେ ନିଜ ନିଜର ମତ ପ୍ରଦାନ କରିଥିଲେ ଓ କବିତା ପାଠ କରିଥିଲେ। ପ୍ରଥମ ଅଧିବେଶନରେ ଶ୍ରୀଯୁକ୍ତ ବିଜୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିଲା। ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ବାରିକ, ଶ୍ରୀଯୁକ୍ତ ଆଶିଷ କୁମାର ତ୍ରିପାଠୀ ବରଣ୍ୟ ଅତିଥି, ଗୋଷ୍ଠୀ ଉନ୍ନୟନ ଅଧିକାରୀ କୋଷାଗୁମୁଡ଼ା, ଶ୍ରୀଯୁକ୍ତ କୁଞ୍ଜ ବିହାରୀ ଦାସ ମୁଖ୍ୟ ବକ୍ତା ସେବା ସାହିତ୍ୟକ, ଶ୍ରୀଯୁକ୍ତ ଯୋଗେନ୍ଦ୍ର ସ୍ୱାଇଁ ବରଣ୍ୟ ଅତିଥି ସମାଜସେବୀ, ଶ୍ରୀଯୁକ୍ତ ପବିତ୍ର ହାଲଦାର ବରଣ୍ୟ ଅତିଥି ଅଧ୍ୟକ୍ଷ ସରକାରୀ ଉଚ୍ଚ ବିଦ୍ୟାଳୟ କୋଷାଗୁମୁଡ଼ା, ଶ୍ରୀଯୁକ୍ତ ସହଦେବ ପରିଡ଼ା ସମ୍ପାଦକ ଶ୍ରୀ ତୁଳସୀ ପତ୍ରିକା ଉପସ୍ଥିତ ରହିଥିଲେ। ଦ୍ୱିତୀୟ ଅଧିବେଶନରେ ଶ୍ରୀମତୀ ଅମିତା ରାୟ ସୁସାହିତିକାଙ୍କ ସଭାପତିତ୍ୱ କରିଥିବା ବେଳେ ଶ୍ରୀଯୁକ୍ତ ନାରାୟଣ ପଣ୍ଡା, ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ମହାରଣା, ସତ୍ୟନାରାୟଣ ନାୟକ, ପ୍ରଫୁଲ୍ଲ ରାଉତ, ଶ୍ରୀଯୁକ୍ତ ବଲ୍ଲଭ ରାଉତ, ଶ୍ରୀଯୁକ୍ତ ସ୍ୱପ୍ନା ମହାନ୍ତି, ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ପାଢ଼ୀ ମଞ୍ଚାସୀନ ହୋଇଥିଲେ। ତୃତୀୟ ଅଧିବେଶନରେ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ବାରିକ ସଭାପତିତ୍ୱ କରିଥିବା ବେଳେ ଶ୍ରୀଯୁକ୍ତ ଜଗଦୀଶ ତ୍ରିପାଠୀ, ଶ୍ରୀଯୁକ୍ତ ପ୍ରଭଞ୍ଜନ ତ୍ରିପାଠୀ, ଡକ୍ଟର ସୁରେନ୍ଦ୍ର ଦାସ, ଶ୍ରୀଯୁକ୍ତ ମହାନନ୍ଦ ମହାଲିକ, ଶ୍ରୀଯୁକ୍ତ ବାଲାଜୀ ସାହୁ, ଶୁଭେନ୍ଦୁ କୁମାର ଦାସ, ଶ୍ରୀମତୀ ସ୍ୱର୍ଣ୍ଣଲତା ପଟ୍ଟନାୟକ, ଶ୍ରୀଯୁକ୍ତ ସାଗର କୁମାର ପରିଡ଼ା, ଶ୍ରୀଯୁକ୍ତ ପ୍ରଦୀପ୍ତ ବେହେରା ମଞ୍ଚାସୀନ ରହିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଏବଂ ରାଜ୍ୟସ୍ତରୀୟର ଲେଖକ ଓ କବିମାନେ ଶତାଧିକରୁ ଅଧିକା ଅଂଶଗ୍ରହଣ କରିଥିଲେ। ଲେଖକ ଓ କବିମାନେ ନିଜ ନିଜର ମତ ପ୍ରଦାନ କରିବା ସହ ନିଜ ନିଜର କବିତା ପାଠ କରିଥିଲେ। ସମସ୍ତ ସାହିତ୍ୟକାର ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା। ଅଞ୍ଚଳର ସମସ୍ତ ସାହିତ୍ୟପ୍ରେମୀ ବୁଦ୍ଧିଜୀବୀ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରି କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପରେ ଶେଷ କରିଥିଲେ।